ବନ୍ଧୁମାନେ, ଶ୍ରୀମଦ୍ ଭଗବତ ଗୀତା 2ୟ ଅଧ୍ୟାୟ 47 ଶ୍ଲୋକ। କର୍ମେନି ବାଧିକାରସ୍ତୁ ମା ଫଳେଷୁ କଦାଚନ। ମାନେ କେବଳ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ କହୁଛନ୍ତି, ତମେ ନିଜର କର୍ମ ଆଉ କର୍ତ୍ତବ୍ୟ କରିଚାଲ, ଫଳ ପ୍ରତି ଆସକ୍ତି ରଖନି। ତ ଏମିତି ବନ୍ଧୁମାନେ, ଆମେ କେବଳ କର୍ତ୍ତବ୍ୟ ଆଉ ନିଜର କର୍ମ ଉପରେ ବେଶୀ ଧ୍ୟାନ ଦେବା ଉଚିତ, ଫଳ ପ୍ରତି ନୁହେଁ। କାହିଁକିନା ଫଳ ଦେବାର ଅଧିକାର କେବଳ ଭଗବାନଙ୍କ ଉପରେ ଅଛି, ଆଉ ନହେଲେ କାହାର ନାହିଁ। ଆମେ ଯଦି କାହାର କରୁଥିବା, ଆଜିକାଲି ତ କଳିଯୁଗରେ ଉପକାର ପାଇ ସମସ୍ତେ ଭୁଲିଯିବେ। ଯାହାର ବି ଆପଣ ହେଲ୍ପ କରନ୍ତୁ, ସେ ଆପଣଙ୍କୁ ନିଶ୍ଚୟ ଭୁଲିଯିବ। ଆପଣଙ୍କ କେତେ ହେଲ୍ପ କରିଛନ୍ତି, କ'ଣ କରିଛନ୍ତି, ସବୁ ଭୁଲିଯିବ। ଆଉ ବହୁତ ଅଧିକାଂଶ ଜାଗାରେ ସବୁ ଫେଲୁଅରର ହ୍ୟାଣ୍ଡେଲ୍ କରିବାକୁ ପଡ଼ିବ। ଯାହା ବି କରିବେ ଆଗ ଅସଫଳତା ପାଇବେ। ତ ସେଥିପାଇଁ ନିଜର କର୍ମ କର୍ତ୍ତବ୍ୟ ଛାଡ଼ିଦେବା, ଆଉ ତାପରେ ସବୁବେଳେ ଭାଗ୍ୟକୁ ଦୋଷ ଦେବା, ଭଗବାନଙ୍କୁ ଦୋଷ ଦେବା ଉଚିତ ନୁହେଁ। ଆଉ ଯେତେ ଖୁସି ମନରେ, ଯେତେ ଆଗ୍ରହରେ, ଯେତେ ଏକାଗ୍ରରେ ନିଜର କର୍ତ୍ତବ୍ୟ ନିଜର କର୍ମ କରିବେ, ଦେଖିବେ ଆପଣ ସବୁବେଳେ ସନ୍ତୁଷ୍ଟ ରହିବେ ଆଉ ଶାନ୍ତି ଅନୁଭବ କରିବେ। ଭଗବାନଙ୍କୁ ସବୁ ଜାଗାରେ ସ୍ମରଣ କରିକି ନିଜର କର୍ମଟାକୁ ବେଷ୍ଟ ଭାବରେ କରିବେ। ଆଉ ବେଷ୍ଟ ଭାବରେ କଲେ ଦେଖିବେ ଫଳ ପ୍ରତି ଫଳ ଅଟୋମେଟିକ୍ ଆପଣଙ୍କୁ ନିଶ୍ଚୟ ମିଳିବ। ଏଇଟା ଭଗବାନଙ୍କ ହାତରେ। ଫଳ ଭଲ ବି ହେଇପାରେ, ଖରାପ ବି ହେଇପାରେ। ସବୁ ସେଇ ଭଗବାନଙ୍କ ଇଚ୍ଛା। ହରେ କୃଷ୍ଣ।